କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ କଥା ହେବା ଚିଲିକା ହ୍ରଦ ବିଷୟରେ। ଭାରତର ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ଚିଲିକା ହ୍ରଦ ହେଉଛି ଦେଶର ବୃହତ୍ତମ ଉପକୂଳ ହ୍ରଦ ଏବଂ ବିଶ୍ୱର ଦ୍ୱିତୀୟ ବୃହତ୍ତମ ହ୍ରଦ। ପ୍ରାୟ 1100 ବର୍ଗ କିଲୋମିଟର ପରିସର ବିଶିଷ୍ଟ ଚିଲିକା କେବଳ ଭୌଗୋଳିକ ଚମତ୍କାର ନୁହଁ, ବରଂ ଏକ ଜୈବ ବିବିଧତାର ଅନନ୍ୟ ସ୍ଥଳ, ଯାହା ଆଞ୍ଚଳିକ ଇକୋସିଷ୍ଟମରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବଙ୍ଗୋପସାଗରରୁ ଲୁଣିଆ ଜଳ ଏବଂ ଦୟା ଏବଂ ଭାର୍ଗବୀ ଭଳି ନଦୀରୁ ମଧୁର ଜଳର ମିଶ୍ରଣ ସହିତ ଏହି ହ୍ରଦଟିର ଜଳ ଖାର ଅଟେ। ଚିଲିକା ହ୍ରଦର ଅନ୍ୟତମ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ହେଉଛି ଏହାର ସମୃଦ୍ଧ ଜୈବ ବିବିଧତା। ଏଥିରେ 261ରୁ ଅଧିକ ପ୍ରଜାତିର ମାଛ ବାସ କରନ୍ତି, ଯାହାକି ଏହାକୁ ସ୍ଥାନୀୟ ସମ୍ପ୍ରଦାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଜୀବୀ ସ୍ଥାନ ଭାବରେ ପରିଣତ କରେ। ହ୍ରଦର ଉଜ୍ଜଳ ଜଳ ଏବଂ ନିଆରା ପରିବେଶ ସୃଷ୍ଟି କରେ, ଯାହା ମଲେଟ, ଚିଙ୍ଗୁଡ଼ି, କଙ୍କଡ଼ା ଭଳି ପ୍ରଜାତିକୁ ସମର୍ଥନ କରେ ଏବଂ ସ୍ଥାନୀୟ ଅର୍ଥନୀତିର ମେରୁଦଣ୍ଡ ସୃଷ୍ଟି କରେ। ଚିଲିକା ବିଭିନ୍ନ ପକ୍ଷୀ ପ୍ରଜାତିର ଆୟୋଜନ କରିଥାଏ, ଯେଉଁଥିରେ ସାଇବେରିଆ, ମଙ୍ଗୋଲିଆ ଏବଂ ଇରାନ ପର୍ଯ୍ୟନ୍ତ ସ୍ଥାନାନ୍ତରିତ ପକ୍ଷୀମାନେ ପହଞ୍ଚନ୍ତି। ଶୀତ ମାସରେ ଫ୍ଲାମିଙ୍ଗୋସ୍, ପେଲିକାନ୍ ଏବଂ ଷ୍ଟର୍କ ସମେତ 184ରୁ ଅଧିକ ପ୍ରଜାତିର ସ୍ଥାନାନ୍ତରିତ ପକ୍ଷୀ ହ୍ରଦର ଜଳାଶୟରେ ଦେଖିବାକୁ ମିଳେ ଏବଂ ଏହାକୁ ପକ୍ଷୀଧାରୀଙ୍କ ସ୍ୱର୍ଗ ପରିଣତ କରିପାରେ। ଚିଲିକାର ଏକ ଜଳମଗ୍ନ ଦ୍ୱୀପ ନଳବଣ ପକ୍ଷୀ ଅଭୟାରଣ୍ୟ ଏହି ସ୍ଥାନାନ୍ତରିତ ପକ୍ଷୀମାନଙ୍କୁ ଆକର୍ଷିତ କରିବା ପାଇଁ ବିଶେଷ ପ୍ରସିଦ୍ଧ। ହ୍ରଦର ଜୈବ ବିବିଧତା, ପକ୍ଷୀ ଏବଂ ମାଛଠାରୁ ବିସ୍ତାର। ଏହା ମଧ୍ୟ ଇରୱାଡ଼ି ଡଲଫିନ୍, ଏକ ଅସୁରକ୍ଷିତ ପ୍ରଜାତି ଯାହା ପର୍ଯ୍ୟଟକ ଏବଂ ସଂରକ୍ଷଣ ବିଶେଷଜ୍ଞଙ୍କୁ ଆକର୍ଷିତ କରିଥାଏ। ଚିଲିକା ହେଉଛି ଭାରତର ଅଳ୍ପ କିଛି ସ୍ଥାନ ଯେଉଁଠାରେ ଏହି ଡଲଫିନ୍ମାନେ ସେମାନଙ୍କର ପ୍ରାକୃତିକ ବାସସ୍ଥାନରେ, ବିଶେଷ ଭାବରେ ହ୍ରଦର ସାତପଡ଼ା ଅଞ୍ଚଳରେ ଦେଖିବାକୁ ମିଳନ୍ତି। ପରିବେଶ ସନ୍ତୁଳନ ବଜାୟ ରଖିବାରେ ଚିଲିକା ହ୍ରଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ହ୍ରଦ ଏବଂ ବଙ୍ଗୋପସାଗର ମଧ୍ୟରେ ଜଳର ଗତିଶୀଳ ଆଦାନ ପ୍ରଦାନ ଉଭୟ ଉପକୂଳ ଏବଂ ସାମୁଦ୍ରିକ ପରିବେଶକୁ ପ୍ରଭାବିତ କରିଥାଏ, ଯାହା ସ୍ଥାନୀୟ ମତ୍ସ୍ୟ ସମ୍ପ୍ରଦାୟର ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିଥାଏ। ଏହା ସହିତ ଚିଲିକା ବିଭିନ୍ନ ପ୍ରଜାତିର ଜଳ ଉଦ୍ଭିଦ ପାଇଁ ବାସସ୍ଥାନ ଯୋଗାଇଥାଏ। ସମୁଦ୍ର ଘାସ ସମେତ, ଯାହା ମାଛ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ଜୀବ ପାଇଁ ପ୍ରଜନନ କ୍ଷେତ୍ର ଭାବରେ କାର୍ଯ୍ୟ କରିଥାଏ। ଖାଦ୍ୟ ଶୃଙ୍ଖଳ ବଜାୟ ରଖିବା ଏବଂ ହ୍ରଦର ସାମଗ୍ରିକ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଏହି ଇକୋସିଷ୍ଟମ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ। ଚିଲିକା ସ୍ଥାନୀୟ ସମ୍ପ୍ରଦାୟ ପାଇଁ ଶତାବ୍ଦୀ ଧରି ଏକ ଲାଇଫଲାଇନ୍ ହୋଇ ଆସୁଛି, ବିଶେଷ କରି ମତ୍ସ୍ୟଜୀବୀ ମାନଙ୍କ ପାଇଁ, ଯେଉଁମାନେ ଜୀବିକା ପାଇଁ ହ୍ରଦ ଉପରେ ନିର୍ଭର କରନ୍ତି। ପ୍ରାୟ 132 ଗାଁର ପ୍ରାୟ 150,000 ମତ୍ସ୍ୟଜୀବୀ ଚିଲିକାଙ୍କ ଉତ୍ସ ଉପରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ନିର୍ଭରଶୀଳ। ଏହି ହ୍ରଦ ପର୍ଯ୍ୟଟନ ମାଧ୍ୟମରେ ସ୍ଥାନୀୟ ଅର୍ଥନୀତିରେ ମଧ୍ୟ ଉଲ୍ଲେଖନୀୟ ଅବଦାନ ଦେଇଥାଏ। ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ପକ୍ଷୀ ଦେଖିବା, ଡଙ୍ଗା ଏବଂ ଡଲଫିନ୍ ସ୍ପଟିଂ ପାଇଁ ଚିଲିକା ପରିଦର୍ଶନ କରନ୍ତି। ସ୍ଥାନୀୟ ସମ୍ପ୍ରଦାୟ ଗୁଡ଼ିକ ପ୍ରାୟତଃ ଇକୋଟୁରିଜମ ସହିତ ଜଡ଼ିତ ଗାଇଡ ଟୁର ଏବଂ ହୋମ୍ ଷ୍ଟେଜ୍ ପ୍ରଦାନ କରନ୍ତି, ଯାହା ସ୍ଥାୟୀ ପର୍ଯ୍ୟଟନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ସମୟରେ ଆୟ କରିବାରେ ସାହାଯ୍ୟ କରିଥାଏ। ଚିଲିକା ମଧ୍ୟ ଓଡ଼ିଶାର ଲୋକଙ୍କ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଜୀବନ ସହିତ ଜଡ଼ିତ। ଏହି ହ୍ରଦକୁ ଅନେକେ ପବିତ୍ର ବୋଲି ବିବେଚନା କରନ୍ତି ଏବଂ ବିଭିନ୍ନ ସ୍ଥାନୀୟ ପର୍ବଗୁଡ଼ିକ ଏହାର ପରିବେଶ ଏବଂ ସାଂସ୍କୃତିକ ମହତ୍ତ୍ୱକୁ ପାଳନ କରିଥାଏ। ରଚନାଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବ। ଯଦି ଭଲ ଲାଗିଲା ତାହେଲେ ଲାଇକ୍ କରିଦିଅ, ଭିଡ଼ିଓକୁ ଆମ ସହିତ ସେୟାର କର। ଚ୍ୟାନେଲରେ ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡ଼ିଓ ଅପଲୋଡ ନୋଟିଫିକେସନ ପହଞ୍ଚିବା, ମିଶିକି ପଢ଼ିପାରିବା, ବୁଝିପାରିବା ଏବଂ ଜାଣିପାରିବା। ତାହେଲେ ଦେଖା ହେବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।